ବନ୍ଧୁଗଣ ମାନବିକତା ଯାହାକୁ ଭଲ ଯାହା ଲାଗିଲା ମନୁଷ୍ୟମାନଙ୍କ ତାଙ୍କୁ ମୋର ଅନ୍ତଃକରଣରେ ଅନୁରୋଧ ସେମାନେ ଜାଗ୍ରତ ଲାଇକ୍ ହୋଇଥାଏ। କରିବେ, ସବସ୍କ୍ରାଇବ୍ କରିବେ ଈଶ୍ୱର ଏବଂ ସଚରାଚର ନେକ୍ସଟ ଭିଡ଼ିଓ ସୃଷ୍ଟି ପାଇଁ କରିବା ପରେ ପ୍ରସ୍ତୁତ ରହିବେ। ମନୁଷ୍ୟ ହୃଦୟରେ ଏକ ଦିବ୍ୟ ଚେତନା ସୃଷ୍ଟି କରିବା ପାଇଁ ଯେଉଁ ସବୁ ଗୁଣ ସୃଷ୍ଟି କଲେ ତାହା ହିଁ ମାନବିକତା। ତେବେ ଆମ ମନରେ ପ୍ରଶ୍ନ ଉଠେ, ମାନବିକତାର ମାନେ କ'ଣ? ହ୍ୱାଟ୍ ଇଜ୍ ହ୍ୟୁମାନିଟି? ଏହାର ଉତ୍ତର ଗୋଟିଏ ବାକ୍ୟରେ କହିବାକୁ ଗଲେ ଈଶ୍ୱରଙ୍କ ନିୟମ, ଆଇ ମିନ୍ ଲ ଅଫ୍ ଗଡ୍। ଈଶ୍ୱରଙ୍କ ନିୟମ ଯଦି ଅଛି ତେବେ ମନୁଷ୍ୟ ପୁଣି କାହିଁକି ନିୟମ ତିଆରି କରୁଛି? ଏ ପ୍ରଶ୍ନ ମନରେ ଜାଗ୍ରତ ହେଉଛି। ତେବେ ଆସନ୍ତୁ ଜାଣିବା ଈଶ୍ୱରଙ୍କ ନିୟମ କ'ଣ ଓ ମନୁଷ୍ୟ ତିଆରି ନିୟମ କ'ଣ ଅଟେ। ଈଶ୍ୱରଙ୍କ ନିୟମ ଯାହା ନିରନ୍ତର, ଯାହା ଅବିନାଶୀ, ଯାହା ଉଚିତ, ଯାହା ସଠିକ୍, ଯାହା ନିରନ୍ତର ଏବଂ ଯାହା ପ୍ରଯୁଜ୍ୟ ଅଟେ, ଯାହାର ବିରୁଦ୍ଧାଚରଣ ହୋଇନପାରେ, ଯାହା ସମସ୍ତଙ୍କ ଦ୍ୱାରା ଗ୍ରହଣୀୟ, which cannot be rejected, nobody can challenge it। ଏହା ସର୍ବୋଚ୍ଚ ଆଇନ, ଏହା ସମସ୍ତ ପ୍ରାଣୀଙ୍କ ପାଇଁ ଗ୍ରହଣୀୟ, nobody can change it। ଏହାର ବିଚାରପତି ହେଉଛନ୍ତି ଈଶ୍ୱର। ଏହା ସଚରାଚର ବ୍ରହ୍ମାଣ୍ଡ ପାଇଁ ଉଦ୍ଦିଷ୍ଟ ଅଟେ। ଈଶ୍ୱରଙ୍କ ଆଇନ ଦେଶ, ଅଞ୍ଚଳ, ଜାତି, ଭାଷା, ଧର୍ମ ଠାରୁ ଊର୍ଦ୍ଧ୍ୱରେ, ତେଣୁ ଏହା ଅଭିନ୍ନ ଅଟେ। ଏହା ଆଦି ଅନନ୍ତ କାଳରୁ ସୃଷ୍ଟି ହୋଇ ଆଜି ପର୍ଯ୍ୟନ୍ତ ରହିଅଛି ଓ ସୃଷ୍ଟିର ବିଲୁପ୍ତ ପର୍ଯ୍ୟନ୍ତ ରହିବା କଥାକୁ କେହି ଏଡ଼ାଇ ପାରିବେ ନାହିଁ।